শরণাগত দিনাথম পরিত্রাণং পরায়ণী সর্বসাতে ঘরে দেবী মা শারদে দেবী নমস্তুতি। জয় মা শারଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଇଏ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟିଏ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ମନୁଷ୍ୟର ଜନ୍ମ ମାନେ ମୃତ୍ୟୁ, ମୃତ୍ୟୁ ହୋଇସାରିବା ପରେ ମନୁଷ୍ୟ ବି ପୁଣି ଜନ୍ମଗ୍ରହଣ କରେ। ମନୁଷ୍ୟ ଇଏ ମର୍ତ୍ତ୍ୟପୁରରେ ଜନ୍ମ ନେଇଛି, ନିଶ୍ଚୟ ତାର ମୃତ୍ୟୁ ହେବ, ଏହା ହେଉଛି ସତ୍ୟ। ଅନେକ ଲୋକ ମରିଗଲା ପରେ ସ୍ୱର୍ଗ ଦ୍ୱାରରେ ନେଇ ଦାହ କରନ୍ତି, କିନ୍ତୁ ସ୍ୱର୍ଗ ଦ୍ୱାରରେ ଯେତେବେଳେ ଦାହ କରନ୍ତି ଅନେକ ବ୍ୟକ୍ତିଙ୍କର ହାଡ଼ ମାଂସ ପୋଡ଼ି ହୁଏ ନାହିଁ, ଦରପୋଡ଼ା ଅବସ୍ଥାରେ ରୁହେ। କାହିଁକି? ସ୍ୱର୍ଗ ଦ୍ୱାରରେ ମୃତ ବ୍ୟକ୍ତିକୁ ଦାହ କଲେ ତାଙ୍କର ହାଡ଼ ମାଂସ ଅଧା ରହିଯାଏ। ଏହାର କାରଣ କଣ? ଆମେ ସମସ୍ତେ ଯଦି ସ୍ୱର୍ଗ ଦ୍ୱାରରେ ଦାହ ହୋଇ ବୈକୁଣ୍ଠପୁରକୁ ଚାଲିଯିବା, ଏହା ହେଉଛି ମିଥ୍ୟା। ଜଣେ ଧନୀ ଲୋକଟିଏ ଅନେକ ଠକିକିନା ସେ ଟଙ୍କା ରଖିଛି, ବିଲ୍ଡିଂ ପରେ ବିଲ୍ଡିଂ ମଧ୍ୟ ସେ ବାଡେଇ ଚାଲିଛି। କଟକରେ ଘର, ପୁରୀରେ ଘର, ଭୁବନେଶ୍ୱରରେ ଘର, କିନ୍ତୁ ତା ପୁଅ ନେଇକି ଯଦି ଜ୍ଞାତି ବନ୍ଧୁ କୁଟୁମ୍ବ ମାନେ ସ୍ୱର୍ଗ ଦ୍ୱାରରେ ପୋଡ଼ି ଦିଅନ୍ତି, ତାର ହାଡ଼ ମାଂସ ଗୁଡାକ ମଧ୍ୟ ଅଧା ରହିଯାଏ। କାରଣ ଯେଉଁମାନେ ପାପୀ ଲୋକ ସେମାନଙ୍କର ମାଂସ ହାଡ଼ କିଛି ଅଂଶ ପୋଡ଼ି ହୁଏନି। ଗୋଟିଏ ଗରିବ ଲୋକଟିଏ ତା ଜୀବନରେ ଧର୍ମ କାର୍ଯ୍ୟ ସେ ଅନେକ କରିଛି, ଦାନ ଧର୍ମ କରିଛି, ଯଦି ସେ ମରିଯାଏ ତା ପୁଅ ଯଦି ନେଇକି ସ୍ୱର୍ଗ ଦ୍ୱାରରେ ପୋଡ଼ି ଦିଏ, ତାର ହାଡ଼ ମାଂସ ଗୁଡାକ ପୋଡ଼ି ହେଇଯାଏ। ଏଇଠୁ ଆମେ ଜାଣିପାରିବା ଯେଉଁମାନଙ୍କର ସମ୍ପୂର୍ଣ୍ଣ ଶରୀରଟି ଅଗ୍ନି ମଧ୍ୟରେ ଦାହ ହୋଇଯାଏ, ଜାଣିବେ ଯେ ସେ ବୈକୁଣ୍ଠପୁରକୁ ପ୍ରାପ୍ତ କଲା ଏବଂ ସ୍ୱର୍ଗପୁରକୁ ସେ ଗମନ କଲା ବୋଲି ଆମେ ଜାଣିପାରିବା। ଯେଉଁମାନଙ୍କର ହାଡ଼ ମାଂସ କିଛି ଅଂଶ ରହିଯାଏ, ସେଇମାନେ କେବଳ ଯମଦଣ୍ଡ ଭୋଗିବା ପାଇଁ ସେମାନେ ଯମପୁରକୁ ତାଙ୍କ ଆତ୍ମା ଗମନ କରେ। ତେଣୁ ଆଜିକାର ନୀତିବାଣୀରେ ଆମେ ଏଇ ଶିକ୍ଷା ଲାଭ କରିବା, ଯଦି ଆମେ କିଛି ଧର୍ମ କାର୍ଯ୍ୟ କରିଥିବା, ପୁଣ୍ୟ କାର୍ଯ୍ୟ କରିଥିବା, ସ୍ୱର୍ଗ ଦ୍ୱାରରେ ଯଦି ଆମକୁ ଦାହ କରିଦିଅନ୍ତି, ଆମେ ନିଶ୍ଚୟ ସ୍ୱର୍ଗପୁରକୁ ଗମନ କରିବା, ଏହା ହେଉଛି ନିଶ୍ଚିନ୍ତ ସତ୍ୟ। କିନ୍ତୁ ଯଦି ଆମେ କିଛି ଦାନ ଧର୍ମ କରିନଥିବା, ଜୀବନରେ ଅନେକ ପାପ କରିଥିବା, ଚନ୍ଦନ କାଠରେ ମଧ୍ୟ ଯଦି ଆମକୁ ପୋଡ଼ି ଦିଆଯାଏ, ଆମେ କେବେ ସ୍ୱର୍ଗପୁରକୁ ଯାଇପାରିବାନି। ଏଇ ଥିଲା ନୀତିବାଣୀର ନିର୍ଯାସ କଥା। ଯଦି ମୋ ନୀତିବାଣୀ ଆପଣ ମାନେ ଶ୍ରବଣ କରିଥିବେ,
ଆପଣଙ୍କ ଜୀବନ ଧନ୍ୟ ହୋଇଯିବ। ଆଜିକାର ଅନୁଚିନ୍ତା, ଘରେ ଯେତେବେଳେ ଗଣେଶ ମୂର୍ତ୍ତି ଟିକି ରଖିବେ ଘର ଭିତରକୁ ମୁହଁ କରିକି ରଖିବେ, ବାହାରକୁ ମୁହଁ କରିକି କେତେବେଳେ ଇଏ ରଖିବେ ନାହିଁ। ଏଇ ଥିଲା ଇଏ ନୀତିବାଣୀ ଅନୁଚିନ୍ତାର ଇଏ ନିର୍ଯାସ କଥା। ଏବଂ ଯଦି ମୋ ନୀତିବାଣୀ ଭଲ ଲାଗିଥିବ, ଆପଣ ମାନେ ଯଦି ମୋ ସହିତ ଯୋଗାଯୋଗ କରିବାକୁ ଇଏ ଚାହୁଁଥିବେ, ମୋର ଇଏ ମୋବାଇଲ ନମ୍ବରକୁ ଇଏ ଟିପି ରଖନ୍ତୁ 8249494581। ଏଇ ନମ୍ବରରେ ମୋ ସହିତ ଇଏ ଯୋଗାଯୋଗ କରନ୍ତୁ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ଇଏ ପ୍ରଣାମ। ଜୟ ଜଗନ୍ନାଥ।